ସ୍ୱାଧୀନ ଗୋଟେ ବଡ଼ ପ୍ରଶ୍ନ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କର ପତ୍ନୀ ମୃଦୁଳା ଠାକୁର ତାଙ୍କ ନାଁରେ ମଧ୍ୟ ଏତେ ଅଭିଯୋଗ ଆସିଲା। ତାଙ୍କର ମଧ୍ୟ ଏଇ ନିଟ୍ ଏକ୍ଜାମ୍ରେ ହାତ ରହିଛି। ସିଏ ମଧ୍ୟ ଯାଇକି ନିଟ୍ରେ କାହା ସହିତ ମିଶିଛନ୍ତି। ଆମେରିକାରେ ଘର କଥା ମଧ୍ୟ ସାମ୍ନାକୁ ଆସିଲା। ତାଙ୍କର ସମ୍ପୂର୍ଣ୍ଣ ପଛପଟର ଖାଲାସି କରିଛନ୍ତି। ଦେଖନ୍ତୁ, ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ମିଛ କଥା। ମୃଦୁଳା ଠାକୁର ପ୍ରଧାନକୁ ଯିଏ ଜାଣିନି ଏକଥା ସବୁ ସେମାନେ କହୁଛନ୍ତି। ଯାହାକୁ ଶୁଣିବା ପାଇଁ ମଧ୍ୟ ଆମେ ପାଇଛୁ ବିଜେପିର ଯେଉଁ ଗୋଷ୍ଠୀ କନ୍ଦଳ ଅଛି ଧର୍ମେନ୍ଦ୍ର ପ୍ରଧାନଙ୍କୁ ମାନେ କାଉଣ୍ଟର କରିବା ପାଇଁ ପ୍ଲାନ୍ କରୁଛନ୍ତି। ନାଇଁ ଆଜ୍ଞା, ମିଛ କଥା। ଭାରତୀୟ ଜନତା ପାର୍ଟି ଭିତରେ ଗୋଷ୍ଠୀ କନ୍ଦଳ ନାହିଁ। ଆପଣ ନିର୍ବାଚନ ଲଢ଼ିବେ ବିନା ମଦ ବିନା ଚାନ୍ଦା ବିନା ଟଙ୍କା ବାଣ୍ଟିଲେ ନିର୍ବାଚନ ଜିତିପାରିବେ? ଦେଖନ୍ତୁ, ହାରିବା ଆମେ ସ୍ୱୀକାର କରୁଛୁ। ଏହା ଭିତରେ ସରକାର ଠିକ୍ଠାକ୍ ଚାଲିଛି? ହଁ, ସବୁ ଠିକ୍ଠାକ୍ ଚାଲିଛି। କେତେ ହତ୍ୟା ହେଉଛି, ପୋଲିସ ହାର୍ଡ ଡିଗ୍ରୀ କରୁଛି, ଜିନ୍ଦା ହାର୍ଡରେ ପିଟି ପିଟିକି ମାରୁଛନ୍ତି, କଙ୍କାଳ ଆସିକି ପଇସା ମାଗୁଛି। କେମିତି ଠିକ୍ ଚାଲିଛି ଆପଣ ସରକାର? ଆପଣମାନଙ୍କର ସମ୍ମାନ ହାନି ହେଉନି? କିଛି ଆଜ୍ଞା ସମ୍ମାନ ହାନି ଦଳ ବଢ଼ୁଛି? ନିଶ୍ଚିନ୍ତ ଭିତରେ କିଛି ବିଦ୍ରୋହ ତିଆରି ହେଉନି? ନା, କିଛି ବିଦ୍ରୋହ ତିଆରି ହେଉନି। ତାହେଲେ ବର୍ତ୍ତମାନ ପାଇଁ ଆସନ୍ତା 6 ତାରିଖରେ କକରୋଜ ପାର୍ଟିର ଯିଏ ପ୍ରତିଷ୍ଠାତା ଆସୁଛନ୍ତି ଭାରତକୁ, ସୋସିଆଲ ମିଡ଼ିଆରେ ବିରୋଧ କରିବା ଏବଂ ସାମ୍ନାରେ ଆସି ସାମ୍ନା କରିବା ଦୁଇଟା ଅଲଗା କଥା। ହେଲେ ଓଡ଼ିଶାରେ ବର୍ତ୍ତମାନ ପାଇଁ ଆପଣଙ୍କ ଶେଷ ପ୍ରଶ୍ନ ରହିବ, ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସରକାରକୁ ନେଇକି କେତେ ଲୋକ ଖୁସି ଥିବା ବୋଲି ଭାବୁଛନ୍ତି? ଓଡ଼ିଶାର ଭାରତୀୟ ଜନତା ପାର୍ଟି 2029 ମସିହାରେ ବି ଆସିବ ଏବଂ ଆହୁରି 15 ବର୍ଷ ଶାସନ କରିବ। ପୁରା ସିଓର? 100% ସିଓର। ନମସ୍କାର ଦର୍ଶକ ବନ୍ଧୁ, ଆଜି ମୋ ସହିତ ଅଛନ୍ତି ଜଣେ ଯୁବ ଚେହେରା, ତାଳଚେର ଅଞ୍ଚଳର ଭାରତୀୟ ଜନତା ପାର୍ଟିର ନୂତନ କାଉନସିଲର, ଯୁବ କାଉନସିଲର। ତାଙ୍କର ମଧ୍ୟ ଅନେକ କାର୍ଯ୍ୟକଳାପକୁ ଦେଖିକି ଆଜି ପଡ଼କାଷ୍ଟରୁ ମଧ୍ୟ ତାଙ୍କୁ ଆମେ ନିମନ୍ତ୍ରଣ କରିଥିଲୁ ଏଇଥିପାଇଁ, ଯେତେବେଳେ ବର୍ତ୍ତମାନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସବୁଆଡ଼ୁ ଆଟାକ୍ କରାଯାଉଛି, ଯାହାଙ୍କ ପାଇଁ ଆଜି ଭାରତୀୟ ଜନତା ପାର୍ଟି ସରକାର ଓଡ଼ିଶାରେ ଗଠନ ହେଇଛି, ସେଭଳି ନେତାଙ୍କୁ ବଦନାମ କରିବା ପାଇଁ କିଏ ଏବଂ କାହିଁକି ଏତେ ଚେଷ୍ଟା କରୁଛି ବା ପ୍ରଚେଷ୍ଟା ଚଳାଇଛନ୍ତି, ଏ ନିନ୍ଦୁକମାନଙ୍କ ଭିତରୁ କିଏ ଅଛନ୍ତି? ତାଙ୍କ ଦଳର ନେତାମାନେ ଅଛନ୍ତି ନା କର୍ମୀମାନେ ଅଛନ୍ତି ନା ବିରୋଧୀ ନେତାମାନେ ଅଛନ୍ତି? ତାକୁ ନେଇକି ଆଜିର ମଧ୍ୟ ଅନେକ ପ୍ରଶ୍ନର ଉତ୍ତର ଦେବେ ସ୍ୱାଧୀନ ଥମ୍ବ। ଆପଣଙ୍କୁ ସ୍ୱାଗତ କରୁଛି ଫୋକସ୍ ପ୍ଲସ୍କୁ। ସ୍ୱାଧୀନ ଗୋଟେ ବଡ଼ ପ୍ରଶ୍ନ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କର ପତ୍ନୀ ମୃଦୁଳା ଠାକୁର ତାଙ୍କ ନାଁରେ ମଧ୍ୟ ଏତେ ଅଭିଯୋଗ ଆସିଲା। ତାଙ୍କର ମଧ୍ୟ ଏଇ ନିଟ୍ ଏକ୍ଜାମ୍ରେ ହାତ ରହିଛି। ସିଏ ମଧ୍ୟ ଯାଇକି ନିଟ୍ରେ କାହା ସହିତ ମିଶିଛନ୍ତି। ଆମେରିକାରେ ଘର କଥା ମଧ୍ୟ ସାମ୍ନାକୁ ଆସିଲା। ତାଙ୍କର ସମ୍ପୂର୍ଣ୍ଣ ପଛପଟର ଖାଲାସି କରିଛନ୍ତି। ଦେଖନ୍ତୁ, ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ମିଛ କଥା। ମୃଦୁଳା ଠାକୁର ପ୍ରଧାନକୁ ଯିଏ ଜାଣିନି ଏକଥା ସବୁ ସେମାନେ କହୁଛନ୍ତି। ଏବଂ ମୁଁ ତ ମାନେ ଯେଉଁମାନେ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ଯୋଦ୍ଧା ସାମ୍ନା କରିପାରେନି ଯୁଦ୍ଧରେ ସେ ନାରୀ ଏବଂ ପରିବାରକୁ ଆଣେ, ଏବଂ ରାହୁଲ ଗାନ୍ଧୀଙ୍କର ସେ ସସାହସ ନାହିଁ ବୋଲି ନାରୀ ଏବଂ ପରିବାରକୁ ଆଣୁଛନ୍ତି ସାମ୍ନାକୁ, ଏକ ନାରେଟିଭ୍ ସେଟ୍ କରୁଛନ୍ତି। କିନ୍ତୁ ଆପଣ ମୃଦୁଳା ଠାକୁରଙ୍କ ପ୍ରଧାନଙ୍କ ବିଷୟରେ ଆପଣମାନେ ଆଜି ଜାଣନ୍ତୁ। ସେ ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟ କ'ଣ? ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟ ପ୍ରତ୍ୟେକ ଟିଭି ଲୋକମାନଙ୍କୁ ସାହାଯ୍ୟ କରେ, ଗଛ ଲଗାଏ, ସେଠି ଫ୍ରି ମେଡ଼ିକାଲ କ୍ୟାମ୍ପ କରେ, ଶୀତ ବସ୍ତ୍ର ବାଣ୍ଟେ। ବିକାଶ ଫାଉଣ୍ଡେସନର କାମ ହେଉଛି ଏଇଟା। ବିକାଶ ଫାଉଣ୍ଡେସନର କୌଣସି ପ୍ରକାର ସ୍ଥାବର ଅସ୍ଥାବର ସମ୍ପତ୍ତି ଆମେରିକାରେ ନାହିଁ। ଏରା ସିନିୟର ପ୍ରଫେସନ୍ ଏସବୁ କହିସାରିଲେଣି। ଫଟୋ ଗୁଡ଼ିକ ଆଣୁଛି କିଏ, ପକାଉଛି କିଏ, ପ୍ରୋପାଗାଣ୍ଡା କରୁଛି କିଏ? ମୁଁ ଆପଣଙ୍କୁ କହିଲି ବା, ଗୋଟେ ପ୍ରୋପାଗାଣ୍ଡା କରାଯାଉଛି। ମାନ୍ୟବର ମନ୍ତ୍ରୀ ଏବଂ ତାଙ୍କ ପରିବାରଙ୍କୁ ବଦନାମ କରିବା ପାଇଁ ଗୋଟେ ପ୍ରୋପାଗାଣ୍ଡା ଚଲାଯାଉଛି। ଏବଂ ମୃଦୁଳା ଠାକୁର ପ୍ରଧାନ, ଆପଣ ଜାଣିଥାନ୍ତୁ, ଭାଉଜ ଆମ ସମସ୍ତଙ୍କର। ଆମେ ତାଙ୍କୁ ଭାଉଜ ବୋଲି ଡାକୁ, ସମ୍ବର୍ଦ୍ଧିତ କରୁ। ତାଳଚେର ଅଞ୍ଚଳରେ ସେ କ'ଣ ଆପଣମାନେ ବୁଝିନେବେ ଯାଇକି। ସେ କେତେ ସାହାଯ୍ୟ କରିଛନ୍ତି, ମଣ୍ଡାପାଳ ହସ୍ପିଟାଲରୁ ଆରମ୍ଭ କରି ଆମ PMPGS ହସ୍ପିଟାଲରୁ ଧରି ସେ କ'ଣ କରୁଛନ୍ତି ଆପଣ ଯାଇକି ବୁଝି ଦେଇପାରିବେ। ମନ୍ତ୍ରୀଙ୍କୁ ପାରିଲେ ନାହିଁ, ତାଙ୍କ ପତ୍ନୀକୁ ବଦନାମ କରିବା ପାଇଁ ଏକ ସୁଚିନ୍ତିତ ପ୍ଲାନ୍ ଆପଣ କହୁଛନ୍ତି? ହଁ, ସୁଚିନ୍ତିତ ପ୍ଲାନ୍। ନିଶ୍ଚିନ୍ତ ଭାବରେ ରାହୁଲ ଗାନ୍ଧୀଙ୍କର ଏ ପ୍ଲାନ୍ ରହିଛି। ଯିଏ ସାମ୍ନା କରିପାରେ ନାହିଁ, ଶ୍ରୀକୃଷ୍ଣ କହିଛନ୍ତି, ଯିଏ ସାମ୍ନା କରିପାରେ ନାହିଁ ଯୁଦ୍ଧରେ, ସେ ସ୍ତ୍ରୀ ଏବଂ ପରିବାରକୁ ସାମ୍ନାକୁ ଆଣନ୍ତି। ଆକୁ ନେଇକି ମନ୍ତ୍ରୀଙ୍କର ପତ୍ନୀ ଯିବେ କି ଅଦାଲତ ଯିବେ, କିଛି ଆଇନ କାର୍ଯ୍ୟାନୁଷ୍ଠାନ ମାଗିବେ? ମୁଁ ସେ କଥା ଏବେ ଜାଣିନି। ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କ ଧର୍ମପତ୍ନୀ ସେ କ'ଣ କରିବେ, କିନ୍ତୁ ନିଶ୍ଚିନ୍ତ ଭାବରେ ଆଇନ ଆଶ୍ରୟ ନେବେ। ଯେଉଁ ମିଛ ନାରେଟିଭ୍ ସେଟ୍ ହେଉଛି, ନିଶ୍ଚିନ୍ତ ଭାବରେ ମୁଁ ତ କହିବି ଆଇନ ଆଶ୍ରୟ ନେବା କଥା। ଆପଣଙ୍କର ବର୍ତ୍ତମାନ ପାଇଁ ଯାହାଙ୍କ ପାଇଁ ସରକାର ଓଡ଼ିଶାରେ ବିଜେପି ଗଠନ କରିଛି, ତାଙ୍କର ବଳିଦାନକୁ ସମସ୍ତେ ଭୁଲି ଯାଉଛନ୍ତି। ତାଙ୍କ ନାଁରେ ଅପପ୍ରଚାର ଚାଲିଛି। ଆଉ ଏକାମକାଳେ ଭାରତୀୟ ଜନତା ପାର୍ଟି କରୁଛି ବୋଲିକି ଆଲୋଚନା ହେଲାଣି। ସମ୍ପୂର୍ଣ୍ଣ ଭାବରେ ମିଛ କଥା ଯେ ଭାରତୀୟ ଜନତା ପାର୍ଟି କରୁଛି, କିନ୍ତୁ କିଛି କୁଚକ୍ରୀ ଗୋଷ୍ଠୀ କରୁଛନ୍ତି। କୁଚକ୍ରୀ କୋଉ ପାର୍ଟିର? କୁଚକ୍ରୀ ଗୋଷ୍ଠୀ ହେଉଛନ୍ତି ବିଜୁ ଜନତା ଦଳ ଏବଂ କଂଗ୍ରେସର। କଂଗ୍ରେସ ରାହୁଲ ଗାନ୍ଧୀ OBC ବର୍ଗଙ୍କୁ ବିରୋଧ କରି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେହେତୁ OBC ବର୍ଗରେ ଆସୁଛନ୍ତି, ତାଙ୍କୁ ବିରୋଧ କରି, ତାଙ୍କୁ ସାମ୍ନା ନ କରିପାରି ଏଭଳିଆ ଏକ ଷଡ଼ଯନ୍ତ୍ର ରଚିଛନ୍ତି। ଏବଂ ଆପଣ ତ ଅବଗତ ଅଛନ୍ତି ଯେ ବିଜେଡି ଏବଂ କଂଗ୍ରେସ ମିଶି ଯାଇଛନ୍ତି। ସେଥିପାଇଁ ତାଙ୍କ ବିରୁଦ୍ଧରେ
ଏକ ଷଡ଼ଯନ୍ତ୍ର ଚାଲିଛି। ତାହେଲେ ଆପଣଙ୍କର 3 ଜଣ ମନ୍ତ୍ରୀଙ୍କ ପାଇଁ ବାହାରିକି ପୋଷ୍ଟ କଲେ, ବାକି ମନ୍ତ୍ରୀମାନେ କାହିଁ ପୋଷ୍ଟ କଲେନି? ନିଶ୍ଚିନ୍ତ ଭାବରେ କରିବେ। ବାକି ମନ୍ତ୍ରୀମାନେ ତ କେବେ ଆପଣ କରିବେ? ଆପଣଙ୍କ ମନ୍ତ୍ରୀଙ୍କ ନାଁରେ ଆମେରିକାରେ ଘର ଅଛି ବୋଲି ଯେଉଁ ଆଲୋଚନା କରାଯାଉଛି, କେତେ ସତ ଅଛି ମିଥ୍ୟା ଅଛି, ଆକୁ ଦଳ ସମସ୍ତେ ମିଶିକି ମାନେ ଆବୃତ କରିବା କଥା ନୁହେଁ? ଦେଖନ୍ତୁ, ଦଳର ଯୋଉ କାର୍ଯ୍ୟକଳାପ ଅଛି, ଦଳ ଆଚାର ବିଚାର ଉପରେ ଆଧାର ଉପରେ ଦଳ ଆମର ଦଳର ସମସ୍ତେ ଆସିକି ୟାକୁ ସାମ୍ନା କରିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଯୋଉ ଆରୋପ ଲାଗିଥିଲା ସେ ଆରୋପ ହେଉଛି ମିଥ୍ୟା। ଏହା ଉପରେ ସୋସିଆଲ ମିଡ଼ିଆରେ ଭାରତୀୟ ଜନତା ପାର୍ଟିର ନେତାମାନେ ସ୍ପଷ୍ଟୀକରଣ ଦେଇସାରିଲେଣି। ଆମର ଆମେରିକାରେ କୌଣସି ପ୍ରକାର ଘର ମାନ୍ୟବର କେନ୍ଦ୍ରମନ୍ତ୍ରୀ କିମ୍ବା ତାଙ୍କ କିଛି ନାହିଁ, ବିକାଶ ଫାଉଣ୍ଡେସନ ନାଁରେ କିଛି ନାହିଁ। ସିନିୟର ପ୍ରଫେସର ଆସି ଏହା ସ୍ପଷ୍ଟୀକରଣ ଦେଇସାରିଲେଣି। ଆପଣଙ୍କର ବଡ଼ ବଡ଼ ନ୍ୟୁଜ୍ ମିଡ଼ିଆ ହାଉସ୍ ମାନେ ଏହାର ସ୍ପଷ୍ଟୀକରଣ ମିଳିସାରିଲାଣି ଯେ କିଛି ନାହିଁ। ୟାକୁ ଗୋଟେ ନାରେଟିଭ୍ ସେଟ୍ କରାଯାଉଛି ଏବଂ ରାହୁଲ ଗାନ୍ଧୀ ଏହାକୁ ଏକ ନାରେଟିଭ୍ ସେଟ୍ କରି ମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଏହା ଷଡ଼ଯନ୍ତ୍ର। ରାହୁଲ ଗାନ୍ଧୀ କ'ଣ ଆସିକି ଓଡ଼ିଆରେ ପୋଷ୍ଟ କରୁଛନ୍ତି? ଦେଖନ୍ତୁ, ରାହୁଲ ଗାନ୍ଧୀ କ'ଣ ଓଡ଼ିଶାରେ ଆସିକି ପୋଷ୍ଟ କରିବେ ନା କ'ଣ? ତାଙ୍କ ଦଳ ପୋଷ୍ଟ କରିବ, ତାଙ୍କ ଦଳର ନେତାମାନେ ପୋଷ୍ଟ କରିବେ। ଯାହା ଶୁଣିବା ପାଇଁ ମଧ୍ୟ ଆମେ ପାଇଛୁ, ବିଜେପିର ଯେଉଁ ଗୋଷ୍ଠୀ କନ୍ଦଳ ଅଛି ଧର୍ମ ପ୍ରଧାନଙ୍କୁ ମାନେ କାଉଣ୍ଟର କରିବା ପାଇଁ ପ୍ଲାନ୍ କରୁଛନ୍ତି। ନାଇଁ ଆଜ୍ଞା, ମିଛ କଥା। ଭାରତୀୟ ଜନତା ପାର୍ଟି ଭିତରେ ଗୋଷ୍ଠୀ କନ୍ଦଳ ନାହିଁ, କିଛି ଗୋଷ୍ଠୀ କନ୍ଦଳ ନାହିଁ। ଭାରତୀୟ ଜନତା ପାର୍ଟି ଆମେ ସମସ୍ତେ ପରିବାର। ଖୁସି ଲାଗିଲା ଆପଣ ଜଣେ ଯୁବ ଚେହେରା ହେଇକି ଦଳକୁ ବଞ୍ଚାଇ ଚାଲିଛନ୍ତି, କିନ୍ତୁ ଆପଣମାନେ ସବୁ ଫେସବୁକ୍ରେ ପୋଷ୍ଟ କରୁଛନ୍ତି କି ମନ୍ତ୍ରୀଙ୍କୁ କାହିଁକି ବଦନାମ କରାଯାଉଛି, ମନ୍ତ୍ରୀଙ୍କ ବଦନାମ ପଛରେ କିଏ, ଏ ଯେଉଁ କଥା ଲେଖିଲେ କାହାକୁ ଆପଣ ଇଙ୍ଗିତ କଲେ? ମନ୍ତ୍ରୀଙ୍କ ବଦନାମ ପଛରେ ବିଜୁ ଜନତା ଦଳ ଅଛନ୍ତି। କାଲି ଆପଣ ଦେଖିଥିବେ ଗୋଟେ ପ୍ରେସ୍ କନଫରେନ୍ସ କରିଦେବେ ଲଲିତ ମହାନ୍ତି ଏବଂ ତାଙ୍କ ଟିମ୍, ଯେଉଁଥିରେ କିଛି ଟ୍ରୁଥ୍ ନାହିଁ, ଯେଉଁଥିରେ କିଛି ସତ୍ୟତା ନାହିଁ। କିନ୍ତୁ ସେମାନେ ଏତେ ରାଜନୀତିରେ ପାରଙ୍ଗମ ହେଇ ମଧ୍ୟ କିନ୍ତୁ ଏକ ମିଛକୁ କିନ୍ତୁ କାଲି ଆପଣମାନଙ୍କ ସାମ୍ନାରେ ସମସ୍ତଙ୍କ ସାମ୍ନାରେ ପ୍ରେସ୍ କନଫରେନ୍ସ କଲେ। ନା ଏଇ ଯେଉଁ କଥା ମାନିବେ କି ନାହିଁ ଆପଣ ମୁଁ ଜାଣିନି, ତା ମନ୍ତ୍ରୀଙ୍କ ନାଁରେ ତାଙ୍କ ସ୍ତ୍ରୀଙ୍କ ନାଁରେ ଯେଉଁ କଥା ଗୁଡ଼ିକ ଆସୁଛି, ବିକାଶ ଫାଉଣ୍ଡେସନ ନାଁରେ ଫେସବୁକ୍ରେ ପୋଷ୍ଟ ହେଉଛି, ଏହାର ଭିତରେ ଭାରତୀୟ ଜନତା ପାର୍ଟି ମଧ୍ୟ ଦୁଇ ଭାଗରେ ବିଭକ୍ତ ହେଉଛି, ଏହା ଦ୍ୱାରା ଦଳ ଉପରେ ପ୍ରଭାବ ପଡ଼ୁନି ଆପଣଙ୍କର? ଆଜ୍ଞା ଦେଖନ୍ତୁ, ଭାରତୀୟ ଜନତା ପାର୍ଟି ଆପଣ ଅବଗତ ଅଛନ୍ତି ସୁଧାଂଶୁ ଭାଇ, ଆପଣ ହେଉଛନ୍ତି ଜଣେ ପୁରୁଣା ସାମ୍ବାଦିକ ଏବଂ ଅଭିଜ୍ଞତା ସାମ୍ବାଦିକ। ଆପଣଙ୍କ ପାଖରେ ସେ ଜାଣିଛନ୍ତି ଆପଣ ଓଡ଼ିଶାରେ କ'ଣ ହେଉଛି। ଆମର ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ 2014 ମସିହାରେ ଭାରତୀୟ ଜନତା ପାର୍ଟିର ସରକାର ନଥିଲା, ସେ ସେତେବେଳେ ସାଧାରଣ MP ଥିଲେ, ରାଜ୍ୟସଭା MP। ତାପରେ ସରକାର ଆସିଲା ପରେ 2014 ମସିହାରେ ନରେନ୍ଦ୍ର ମୋଦିଙ୍କ ସରକାରରେ ସାମିଲ ହେଲେ, ସେଥିରେ ଓଡ଼ିଶାରେ ମାତ୍ର 10 ଜଣ ବିଧାୟକ ଜିତିଥିଲେ। ଆଜି ସେ 10 ଜଣରୁ 80 ଜଣ ବିଧାୟକ କରିବାରେ ଯଦି କାହାର ମୁଖ୍ୟ ଭୂମିକା ଅଛି, ସେ ହେଲେ ଧର୍ମେନ୍ଦ୍ର ପ୍ରଧାନ। ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ ପିଠିରେ ହାତ ଥାପୁଡ଼େଇ ସେ ଆଜି ତିଆରି କରିଛନ୍ତି। ଆଜି ଆମ କାର୍ଯ୍ୟକର୍ତ୍ତା ଦୌଡ଼ୁଥିଲେ, ଆମ କାର୍ଯ୍ୟକର୍ତ୍ତାଙ୍କୁ ନିର୍ଯାତନା ଦିଆଯାଉଥିଲା, ଜେଲ୍ ପଠାଗଲା। ମୁଁ ବି ମଧ୍ୟ ଆଜ୍ଞା ଜେଲ୍ ଯାଇଛି, ମୁଁ ବି ମଧ୍ୟ ମାଡ଼ ଖାଇଛି। ସେ ସମୟରେ ମୋ ଭଳିଆ ହଜାର ହଜାର କାର୍ଯ୍ୟକର୍ତ୍ତା ବି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏବଂ ବିଜେପି ପତାକା ଯିଏ ଉଠାଉଥିଲା ସେତେବେଳେ ବିଜେଡି ଅତ୍ୟାଚାର କରୁଥିଲା। କାର୍ଯ୍ୟକର୍ତ୍ତାମାନେ ଖୁସିରେ ଅଛନ୍ତି ଭାବୁଛନ୍ତି ଆପଣ? ହଁ, ଦେଖନ୍ତୁ, କାର୍ଯ୍ୟକର୍ତ୍ତାଙ୍କୁ ଖୁସି କରିବା ପାଇଁ ତ ସରକାର ଚାଲିବ ନା। ଆମ ଦଳ ଲୋକଙ୍କୁ କାମ କରିବା ପାଇଁ ଆସିଛି, ଆମ ଦଳ ଲୋକଙ୍କର କାମ କରିବ। ସେଥିପାଇଁ ନିଶ୍ଚିନ୍ତ ଦଳର କାର୍ଯ୍ୟକର୍ତ୍ତା ମାନେ ଜୟ ଶ୍ରୀରାମ ନାରା ଦେବେ, ମାଡ଼ ଖାଇବେ, ଜେଲ୍ ଯାଇଥିଲେ, ଏବେ କିନ୍ତୁ ବିଜେଡି ଆସିକି କାମ କଲେଣି, ତାଙ୍କ ନେତାମାନେ କାମ କଲେଣି, ଦଳରେ ମିଶ୍ରଣ ପର୍ବ ବନ୍ଦ ହଉନି। ଦେଖନ୍ତୁ, ସମୁଦ୍ରରେ ବହୁତ ନଦୀ ଆସି ମିଶିବେ, ସେଥିପାଇଁ ମିଶିବାର କ'ଣ ଅଛି? ସମୁଦ୍ରରେ ତ ବହୁତ ନଦୀ ଆସିକି ମିଶିଯିବେ, ଅନେକ ନଦୀ ମିଶିବେ। ନିଜ ନଦୀ ମରିଯାଉଛି ଯେ ନା, ଆମ ନଦୀ ମରିବନି। ଆମର ସେତିକି ଆଚାର ବିଚାର ଉପରେ ଆମର ସେତିକି ବିଶ୍ୱାସ ଅଛି। ଯୋଉମାନେ ଆମ ସଂସ୍କାର ଉପରେ ଗାଳି ଦଉଥିଲେ ସେମାନେ ଆସିକି ବିଜେପିରେ ମିଶିଲା ପରେ ତାଙ୍କର ୱାସିଂ ମେସିନ୍ ସଫା ହେଲା ପରେ ଆଚାର ବିଚାର ସବୁ ଠିକ୍ ହେଇଯାଉଛି। ଦେଖନ୍ତୁ, ସେମାନେ ୱାସିଂ ମେସିନରେ ସଫା ହେଇଛନ୍ତି କି ନାହିଁ ମୁଁ ଜାଣିନି, ସେ କଥା ମୁଁ ଆପଣଙ୍କୁ କହୁନି। ଏ କଥା ସମ୍ପୂର୍ଣ୍ଣ ଭାବରେ ମିଛ କଥା ଯେ ୱାସିଂ ମେସିନରେ ସଫା ହେଇଯାଉଛନ୍ତି ବୋଲି। କିନ୍ତୁ ସେମାନେ ଏ କଥା ମୁଁ କହୁନି, ଦେଖୁଥିବେ ସୋସିଆଲ ମିଡ଼ିଆରେ ଆପଣଙ୍କ ବଡ଼ ବଡ଼ ଡିବେଟ୍ରେ ମଧ୍ୟ କୁହାଯାଉଛି। ନାଇଁ, ଠିକ୍ କଥା ଆପଣ ଯୋଉଟା କହୁଛନ୍ତି। କିନ୍ତୁ ଦେଖନ୍ତୁ, ଇଏ ହେଉଛି ଭାରତ ବର୍ଷ ଏବଂ ପୃଥିବୀର ସର୍ବବୃହତ୍ତମ ଦଳ, ଏଥିରେ ବହୁତ ଲୋକ ଆସିକି ମିଶିବେ। ନା, ମିଶିବେ, ଆମେ ମନା କରୁନି। ରାଜନୈତିକ ଦଳରେ କିଛି ନଥାଏ, ମିଶନ୍ତି, କିନ୍ତୁ ସ୍ୱାଧୀନ ଥମ୍ବ ମାଡ଼ ଖାଇବେ, ଦଳ ପାଇଁ ପୋଷ୍ଟର ମାରିବେ, ଜିନ୍ଦାବାଦ ପକେଇବେ, ରାଲିରେ ଯାଇକି ପଇସା ଖର୍ଚ୍ଚ କରି ଗାଡ଼ିରେ ତେଲ ଖର୍ଚ୍ଚ କରିକି ବୁଲିବେ। ସରକାର ଆସିଲା ପରେ ଏଠି ଆସିକି ବିଜେଡି ଲୋକମାନେ ମିଶିଯିବେ, କଂଗ୍ରେସ ମିଶିଯିବେ। ଆପଣ ବିଚାରଧାରା କ'ଣ ରହିଲା? ଦେଖନ୍ତୁ, ଦଳକୁ ବଢ଼େଇବା ପାଇଁ ହେଲେ ବହୁତ ଲୋକ ଆସିକି ମିଶିବେ। ଦଳକୁ ବଢ଼ିବା ପାଇଁ ହେଲେ ଆମକୁ କରିବାକୁ ପଡ଼ିବ ସବୁ କାମ। କିନ୍ତୁ ତା ବୋଲି ନୁହେଁ ଯେ ଆମେ ଆମ ମୂଳ ବିଚାରଧାରାରୁ ଆମେ ହଟିଯିବୁ। ଆମ ମୂଳ ବିଚାରଧାରା ଆଜି ବି ଠିକ୍ ଅଛି, ଆମେ ଲୋକମାନଙ୍କ ପାଇଁ କାମ କରିବୁ, ଆକୁ ମଧ୍ୟ କାମ କରୁଛୁ। ନିହାତି ଏ ଭିତରେ ମୋତେ ଅନେକ ପ୍ରଶ୍ନ ଆସୁଛି। ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ MP ଜିତି ନଥିଲେ, କୁହାଯାଉଥିଲା ୱାର୍ଡ଼ ମେମ୍ବର ଜିତିପାରିବେ ନାହିଁ, ସେ କିନ୍ତୁ ଗୋଟେ ଭଲ ସିଟ୍ ମଧ୍ୟ ହରେଇଲେ, ମାନେ ବବି ଦାସ ଭଳିଆ ହରେଇଲା ପରେ
କେନ୍ଦ୍ରମନ୍ତ୍ରୀ ମଧ୍ୟ ହେଲେ, ଜିତିକି ହେଲେ, ରାଜ୍ୟସଭାରୁ ଯାଉଥିଲେ, କିନ୍ତୁ ତାପରେ ବି ତାଙ୍କର ଗୁରୁତ୍ୱ ରହୁନି ଓଡ଼ିଶାରେ, କାହିଁକି ରହୁନି? ଶୁଣନ୍ତୁ, ସ୍ୱର୍ଗତ ଦାମ ରାଉତ କହିଥିଲେ ଏ କଥା, ବୋଧେ ଦାମ ରାଉତ କହୁଥିଲେ, ମୋର ମନେ ପଡୁନି, ଦାମ ରାଉତ ବୋଧେ ସ୍ୱର୍ଗତ ଦାମ ରାଉତ ଏ କଥା କହିଥିଲେ। କିନ୍ତୁ ସେ ଜାଣିବା ଦରକାର ଯେ 2000 ମସିହାରୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 2000 ମସିହାରେ ପ୍ରଥମ ଥର MLA ହେଲେ, ପାଲହଡ଼ାରୁ MLA ହେଇକି ଗଲେ, ତାପରେ ସେ MP ହେଲେ, ତାପରେ ସେ 2009ରେ ଇଲେକ୍ସନ ହାରିଲେ। ରାଜନୀତିରେ ହାରିବା ଜିତିବା ତ ଅଲଗା କଥା, କିନ୍ତୁ ରାଜନୀତିରେ ହାରିଛନ୍ତି। ୱାର୍ଡ ମେମ୍ବର ହେଇକି କ'ଣ ଦେଇଥିଲେ? ଆଜି ତାପରେ ଅବସ୍ଥା କ'ଣ? ଯଦି ମେଣ୍ଟ ହେଇକି ଆପଣମାନେ କହୁଛନ୍ତି ମେଣ୍ଟ ହେଇକି ଜିତିଲେ, ତ ମାନ୍ୟବର କେନ୍ଦ୍ରମନ୍ତ୍ରୀ ନାଇଁ, ଏକଥା ବିଜେଡି କହୁଥିଲା, ମୁଁ ସେଇଥିପାଇଁ ପ୍ରଶ୍ନ କଲି, ଏ କଥା ଆମେ ପଚାରୁନୁ। ବିଜେଡି ନେତାମାନେ କହୁଥିଲେ ନରେନ୍ଦ୍ର ପ୍ରଧାନ ଜିତିକି ଆସନ୍ତୁ, ୱାର୍ଡ ଆମେ ଜିତି ପାରିବେ ନାହିଁ, କିନ୍ତୁ ହାରିଗଲା ପରେ ତାଙ୍କର ପ୍ରଣବ ପ୍ରକାଶ ଦାସ ତାଙ୍କର ଆଉ ମୁହଁ ଖୋଲୁ ନାହିଁ। ମୁଁ ସେଥିପାଇଁ ପ୍ରଶ୍ନ କଲି। ତାଙ୍କର ବାହାସ୍ପନ୍ନ ମାରୁଥିବା ପ୍ରଣବ ପ୍ରକାଶ ଦାସଙ୍କର ଅବସ୍ଥା କ'ଣ ହେଲା ଆଜି ସାରା ଓଡ଼ିଶା ଦେଖିଲା। ସମ୍ବଲପୁରରେ ଲକ୍ଷାଧିକ ଭୋଟରେ ହାରିବା ପରେ ବିଜେଡି ତା ଉତ୍ତର ପାଇଗଲା। ସାଧାରଣ ଲୋକ ତା ଉତ୍ତର ଦେଇଦେଲେ। ଆମେ ଉତ୍ତର ଦେବାର ଆବଶ୍ୟକତା ନାହିଁ, ସାଧାରଣ ଲୋକ ସମ୍ବଲପୁରବାସୀ ଏବଂ ଓଡ଼ିଶାବାସୀ ତା ଉତ୍ତର ଦେଇଦେଲେ। ବର୍ତ୍ତମାନ ପାଇଁ ଆମେ ଦେଖୁଛୁ ତାଳଚେରରେ ମଧ୍ୟ ଯିଏ ଅଛନ୍ତି ନଗରପାଳ ମିଶିଲେ, ତାଙ୍କ ପରେ ପରେ ମଧ୍ୟ ଅନେକ କାଉନସିଲର, ଉପନଗରପାଳ ସମସ୍ତେ ମିଶିଗଲେଣି। ଆପଣମାନଙ୍କର ସମ୍ମାନ ହାନି ହେଉନି? କିଛି ଆଜ୍ଞା ସମ୍ମାନ ହାନି ବଢୁଛି ନିଶ୍ଚିନ୍ତ ଭାବରେ। ବିଦ୍ରୋହ ତିଆରି ହେଉନି? ନା, କିଛି ବିଦ୍ରୋହ ତିଆରି ହେଉନି। ତାହେଲେ ମନ୍ତ୍ରୀ କାହିଁକି ତାଳଚେର ବେଶୀ ଆସୁନାହାନ୍ତି? ନାଇଁ, ମନ୍ତ୍ରୀ ଆସୁଛନ୍ତି ତାଳଚେର, କି କହିଲେ ଆସୁନାହାନ୍ତି? କାର୍ଯ୍ୟବ୍ୟସ୍ତତା ଯୋଗୁଁ ମନ୍ତ୍ରୀ ଆସିପାରୁନାହାନ୍ତି। କିନ୍ତୁ ଯେତେବେଳେ କାମ ହବ ପଡ଼ିବ, ତାଳଚେର ଉନ୍ନତିମୂଳକ କାର୍ଯ୍ୟ ହବ। ଆଜି 63 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା DMFରେ ଦିଆଯାଇଛି ତାଳଚେରକୁ ଡେଭଲପ କରିବା ପାଇଁ। ହଁ, ନିଶ୍ଚିନ୍ତ ଭାବରେ କାମ ହେଉଛି। ଆଜି ଆପଣ ମେଡ଼ିକାଲ କଲେଜ କଥା କୁହନ୍ତୁ, DAV ସ୍କୁଲ କଥା କୁହନ୍ତୁ, କେନ୍ଦ୍ରୀୟ ବିଦ୍ୟାଳୟ କଥା କୁହନ୍ତୁ, ସେ ତାଳଚେରରେ କରିଛନ୍ତି। ଆପଣ ଆଉ କେଉଁଠି ଜାଣିଦେବେ ନାହିଁ, ତାଳଚେରରେ 3ଟା କେନ୍ଦ୍ରୀୟ ବିଦ୍ୟାଳୟ ହେଇଛି। ତାଳଚେର ପାଇଁ କରିଛନ୍ତି। ଏତେ ଗୋଟେ କାମ କଲା ପରେ ବି ସବୁଆଡ଼େ ବିଜେପି ଜିତିଗଲା, କିନ୍ତୁ ତାଳଚେର ଜିତି ପାରିଲା ନାହିଁ। ଦେଖନ୍ତୁ, ହାରିବା ଆମେ ସ୍ୱୀକାର କରୁଛୁ, କିନ୍ତୁ ଆମେ ତାଳଚେରରେ ଦେଖନ୍ତୁ ଜିତିବା ହାରିବା ଭିତରେ ବହୁତ ଫରକ ଅଛି। ଆପଣ ନିର୍ବାଚନ ଲଢ଼ିବେ ବିନା ମଦ, ବିନା ଚାନ୍ଦା, ବିନା ଟଙ୍କା ବାଣ୍ଟିଲେ ନିର୍ବାଚନ ଜିତିପାରିବେ? ନିଶ୍ଚିନ୍ତ ଭାବରେ ଆଜ୍ଞା। 1,25,000ରେ ମୁଁ ଜିତିକି ଆସିଛି। ମୋ ବିରୁଦ୍ଧରେ 45 ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା। ଆପଣଙ୍କର ଫେସ୍ ଥାଇପାରେ, ସ୍ୱାଧୀନ ଥମ୍ବ, ନୂଆ ଯୁବକ, ଟାଉଟରୀ କରିନାହିଁ, ଠକି ନାହାନ୍ତି, କାହାଠୁ ଲୁଟି ନାହାନ୍ତି, ଲୋକ ଭୋଟ ଦେଇଦେଲେ, କିନ୍ତୁ ଅନ୍ୟମାନେ କାହିଁ ଭୋଟ ଦେଉନାହାନ୍ତି? ନାଇଁ, ସେମିତି କିଛି ନାହିଁ। ଆମର ଭୋଟ ପରସେଣ୍ଟେଜ ଇନକ୍ରିମେଣ୍ଟ ହେଇଛି ନିଶ୍ଚିନ୍ତ ଭାବରେ। ଦଳର କିନ୍ତୁ ବିବାଦ ଥିଲା, 2-3 ଗୋଷ୍ଠୀ ଯାଇଥିଲେ। ନାଇଁ, 2-3 ଗୋଷ୍ଠୀ ଆମର କେହି ନାହିଁ। ଆଜି ବି ଆମର ଗୋଟିଏ ଗୋଷ୍ଠୀ ଭାରତୀୟ ଜନତା ପାର୍ଟି, ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଆମ ନେତା, ପଦ୍ମଫୁଲ ହେଉଛି ଆମ ଚିହ୍ନ, ଏହାକୁ ଧରି ଆମେ ଆଗକୁ ବଢ଼ିଛୁ। ଆମେ ବେଳେବେଳେ ଦେଖୁଛୁ ଅନୁଗୁଳ ଜିଲ୍ଲାରେ ଧର୍ମେନ୍ଦ୍ର ପ୍ରଧାନଙ୍କର କ୍ରେଜ୍ ଅଧିକା ରହିଛି। ସେ ଆଠମଲ୍ଲିକଠୁ ଆରମ୍ଭ କରିକି ଛେଣ୍ଡିପଦା ହେଉ, ଅନୁଗୁଳ ଟାଉନ୍ ହେଉ, ତାଳଚେର ହେଉ, କି ପାଲହଡ଼ା ବି ହେଉ, କିନ୍ତୁ ଯେତେବେଳେ ଆସୁଛନ୍ତି, ରାଜ୍ୟକୁ ଆସୁଛନ୍ତି, ବିଭିନ୍ନ ପ୍ରୋଗ୍ରାମକୁ ଆସୁଛନ୍ତି, ତାଙ୍କୁ ସେମିତି ଗୁରୁତ୍ୱ ମିଳୁନି। ଏଥିପାଇଁ କାହାକୁ ଦାୟୀ କରିବେ? ଶୁଣନ୍ତୁ, ଆପଣଙ୍କୁ ଏକ ଛୋଟ ଉଦାହରଣ ଦେଉଛି। ପଛ ସିଟ୍ରେ ବସୁଥିବା ନିତିନ ନବୀନ ଆଜି ହେଉଛନ୍ତି ଦେଶର ସର୍ବବୃହତ୍ତମ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ। ସେଥିପାଇଁ କିଏ ଗୁରୁତ୍ୱ ମିଳିବ ନ ମିଳିବ ଏ କଥା ନୁହେଁ। ଆମ ଦଳର ଆଚାର ବିଚାର, ଆମେ ପଛ ସିଟ୍ରେ ବସିବୁ, ଆଗ ସିଟ୍ରେ ବସିପାରିବୁ, ମଝି ସିଟ୍ରେ ବସିବୁ। ଆମ ଦଳ ଆମକୁ ଶିଖେନି। କାଲି ସକାଳେ ନିତିନ ନବୀନଙ୍କ ଭଳିଆ ସାମାନ୍ୟ କାର୍ଯ୍ୟକର୍ତ୍ତା ଯଦି ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରୁଛନ୍ତି, ତ ଆମର ପଛ ସିଟ୍ରେ ଆଗ ସିଟ୍ରେ ବସିବା ଏବଂ ଗୁରୁତ୍ୱ ଦେବା କଥା କେଉଁଠୁ ଆସିଲା? ନା, ଏଇଥିପାଇଁ ଆମେ କହୁଛୁ ଗୁରୁତ୍ୱ କେମିତି ଦେବା? ଯଦି ଆପଣଙ୍କ ବିରୋଧରେ ଲଢ଼ୁଥିବା ଲୋକମାନେ ଆସିକି ଭାରତୀୟ ଜନତା ପାର୍ଟିରେ ମିଶିବେ, ଦଳରେ ଫାଇଦା ନେବେ, ଆପଣମାନେ ପଛ ସିଟ୍ରେ ବସିବେ, କେତେ ପଛ ସିଟ୍ରେ ବସିବେ? କିଛି ଆଜ୍ଞା ଅସୁବିଧା ନାହିଁ, ଆମେ ପଛ ସିଟ୍ରେ ବସିବା ପାଇଁ ପ୍ରସ୍ତୁତ ଅଛୁ। ଦଳ ପାଇଁ ଏତେ ତ୍ୟାଗ କରିପାରିବେ? ହଁ, ଦଳ ପାଇଁ ଆଜ୍ଞା। ଦଳରେ ପାଇବା ଆଶାରେ ଯେଉଁମାନେ ଅଛନ୍ତି ସେମାନେ ଫେଲ୍ ମାରିବେ, ଯେଉଁମାନେ ଦଳ ପାଇଁ ସମର୍ପିତ ଅଛନ୍ତି ସେମାନେ ଆଗକୁ ଯିବେ। ଏଇ ଯେଉଁ ଆଲୋଚନା ହେଉଛି ଯେ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୋହନ ମାଝୀଙ୍କ ଭିତରେ ଗୋଟେ ବିବାଦ ଚାଲିଛି, ଗୋଷ୍ଠୀ କନ୍ଦଳ ଚାଲିଛି, ଆକୁ ନେଇକି ମଧ୍ୟ ବହୁତ ଚର୍ଚ୍ଚା ହେଉଛି, ଯେଉଁଥିପାଇଁ କି ଆପଣମାନଙ୍କ ଭଳି ନେତାମାନଙ୍କୁ ମଧ୍ୟ ବେଳେବେଳେ ପୋଷ୍ଟ କରିବା ପାଇଁ ପଡ଼ୁଛି ଯେ ଆମ ନେତା ଠିକ୍ ଅଛନ୍ତି। କାହିଁକି ଏମିତି ସବୁ ସ୍ଥିତି ସାମ୍ନାକୁ ଆସୁଛି? ଦେଖନ୍ତୁ, ପୋଷ୍ଟ କରିବା, ମୋତେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ମୋ ଭଳିଆ ହଜାର ହଜାର ଯୁବକଙ୍କୁ ତିଆରି କରିଛନ୍ତି। ମୋତେ ଭଲ ଲାଗିଲେ ମୁଁ ତାଙ୍କ ପୋଷ୍ଟ କଲି। ମୁଁ ଭାରତୀୟ ଜନତା ପାର୍ଟିରେ ଅଛି, ମୁଁ ପୋଷ୍ଟ କରିବି। ତା ବୋଲି ନୁହେଁ ଯେ ମୁଁ ମୋହନ ମାଝୀଙ୍କୁ ତ ଆମ ଦଳ କେବେ ବିରୋଧ କରିନି, କି ଆମେ କେବେ ବିରୋଧ କରୁନୁ। ଆପଣ ଯେଉଁ ପୋଷ୍ଟ କଥା କହୁଛନ୍ତି, ଆମ ପୋଷ୍ଟରେ କିଛି ଉଲ୍ଲେଖ ଅଛି କି ଯେ ଆମେ ବିରୋଧ କରୁଛୁ କାହାକୁ ବୋଲି? ଆମ ନେତା ଧର୍ମେନ୍ଦ୍ର ପ୍ରଧାନ, ଆମେ ତାଙ୍କୁ ମାନୁଛୁ। ମୋ ଆଇଡ଼ିଆଲ ମୁଁ ମାନୁଛି, ମୋ ବ୍ୟକ୍ତିଗତ ମତ ଏଟା, କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମୋହନ ମାଝୀ, ତାଙ୍କୁ ମାନିବାକୁ ପଡ଼ିବ ମୋତେ। ମୋ ଦଳ ତାଙ୍କୁ ବାଜିଛି, ମୋ ସର୍ବୋଚ୍ଚ ନେତା ମାନେ ଲାଗିନି। ଯେତେବେଳେ ଯୁବକମାନଙ୍କର ଭବିଷ୍ୟତ କଥା ପଡ଼ିଲା, ନିଟ୍ ଏକ୍ଜାମରେ ପେପର ଲିକ୍ ହେଲା, ବାରମ୍ବାର ହେଉଛି, ଏହା ଦ୍ୱାରା ମନ୍ତ୍ରୀ ଦାୟୀ ହେବେନି? ଦେଖନ୍ତୁ, ନିଟ୍ ପରୀକ୍ଷା ଏକ ପ୍ରକ୍ରିୟା, ସେତ ତ ଜଣେ କେବଳ ମନ୍ତ୍ରୀ କେବଳ ଏହାର ଦାୟିତ୍ୱ ତୁଲାଉନାହାନ୍ତି। ମନ୍ତ୍ରୀଙ୍କ ତଳେ ବହୁତ ଲୋକ ଅଛନ୍ତି ଏବଂ ତଳେ ଅଛନ୍ତି ନା, ଉପରେ ତ ମୁଁ ଆପଣଙ୍କ ଉପର କଥା କହୁନି। ମନ୍ତ୍ରୀଙ୍କ ତଳେ ବହୁତ ଲୋକ ଅଛନ୍ତି ଯେଉଁମାନେ ଆଜି ବି ଦୁର୍ନୀତିଗ୍ରସ୍ତ ଅଛନ୍ତି। ଆଜି ବି ସେ ସିଷ୍ଟମ ବାହାରେ, ଆଜି କଂଗ୍ରେସର ଯେଉଁ 60 ବର୍ଷ ଶାସନ ଭିତରେ ସେମାନେ ଦୁର୍ନୀତିଗ୍ରସ୍ତଙ୍କର ଅଭ୍ୟାସ ତାଙ୍କର ଥିଲେ, କିନ୍ତୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ତା ଦାୟିତ୍ୱ ନେଇ
ସିବିଆଇ ତଦନ୍ତ କରି ଆଜି ଜେଲ୍ ପଠେଇଛନ୍ତି ସେମାନଙ୍କୁ। ନାଇଁ ତାଙ୍କର ଉତ୍ତରଦାୟିତ୍ୱ ଅଛି ନା ନାଇଁ, ସିଏ ତ ଘରର ଯେତେବେଳେ ମୁରବୀ ହେବେ ତାଙ୍କ ନାଁରେ ତ ଯିବ ଏ କଥା। ମନ୍ତ୍ରୀ କେବେ ମନା କରିଛନ୍ତି ତା ଉତ୍ତରଦାୟିତ୍ୱ ନେବା ପାଇଁ? ତାର ସ୍ପଷ୍ଟୀକରଣ ବି ମାନ୍ୟବର ମନ୍ତ୍ରୀ ରଖିଛନ୍ତି। ତା ପାଇଁ ତଦନ୍ତ ଚାଲିଛି, ତଦନ୍ତ ସଂସ୍ଥା ଦିଆଯାଇଛି। ବାରମ୍ବାର କାହିଁକି ପେପର ଲିକ୍ ହେଉଛି? ଆଜ୍ଞା ଦେଖନ୍ତୁ, ଦୁର୍ନୀତିଗ୍ରସ୍ତ ଅଫିସରମାନଙ୍କ ପାଇଁ ଏହା ସବୁ ହେଉଛି ଏବଂ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଦନାମ କରିବା ପାଇଁ କଂଗ୍ରେସ ଦଳ ଏହା ଏକ ଷଡ଼ଯନ୍ତ୍ର। ଦେଖନ୍ତୁ, ଆପଣଙ୍କ ସରକାର ଆସିବା ପରେ ଏନ୍ଟିଏକୁ ଦେଲା ଏକ୍ଜାମ୍ କରିବା ପାଇଁ, ଯଦି ଭୁଲ କରୁଛି ଏନ୍ଟିଏ, ଆପଣ ଦଳ କେମିତି କ୍ଷତି ପହଞ୍ଚିବନି, ଆପଣ ନେତା କେମିତି ବଦନାମ ହେବେନି? ନାଇଁ ଦେଖନ୍ତୁ, ଆପଣ ଏନ୍ଟିଏ କଥା ଯେଉଁ କହିଲେ, ଏନ୍ଟିଏ ଏକ ସଂସ୍ଥା, ତା ତଳେ ବହୁତ ଲୋକ କାମ କରୁଛନ୍ତି। ସେଥିମଧ୍ୟରୁ କିଛି ଲୋକ ଦୁର୍ନୀତିଗ୍ରସ୍ତ ଥିବେ, କିଛି ଲୋକ ସ୍ୱଚ୍ଛଳ ଥିବେ। ସେ ସ୍ୱଚ୍ଛଳ ଯେଉଁମାନେ ଥିବେ ସେମାନେ କାମ କରୁଛନ୍ତି, ଯେଉଁମାନେ ଦୁର୍ନୀତିଗ୍ରସ୍ତ ଥିବେ ସେମାନଙ୍କ ଯୋଗୁଁ ଏହା ହେଉଛି। ନିହାତି ଦର୍ଶକ ବନ୍ଧୁ ଦେଖୁଛନ୍ତି, ବହୁତ ବଡ଼ ସୁନ୍ଦର ଟପିକ୍ଟେ ମଧ୍ୟ ଆଲୋଚନା ହେଉଥିଲା। ଆମର ତ ଅଛନ୍ତି ସ୍ୱାଧୀନ ଥମ୍ବ, ତାଙ୍କର ମଧ୍ୟ ଅନେକ ପ୍ରଶ୍ନ। ଯେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇକି ସାରା ଭାରତରେ ବିଦ୍ରୋହ କରାଯାଉଛି, ତାଙ୍କ ଉପରେ ଏତେ ବଡ଼ ଅପମାନ କରାଯାଉଛି, ତାଙ୍କ ଫଟୋକୁ ନେଇକି, ତାଙ୍କ ପରିବାର ଲୋକଙ୍କୁ ନେଇକି, ଆମେରିକାରେ ମଧ୍ୟ ତାଙ୍କର ଘର ଅଛି ବୋଲି ତାକୁ ନେଇକି ମଧ୍ୟ ମିଥ୍ୟା ଅପପ୍ରଚାର କରାଯାଉଛି। କିନ୍ତୁ ଏହାରି ଭିତରେ ମଧ୍ୟ ଗୋଟେ ଦୁଃଖ ରହିଯାଉଛି, ଯେତେବେଳେ କେନ୍ଦ୍ରମନ୍ତ୍ରୀମାନେ ଆସୁଛନ୍ତି ଓଡ଼ିଶାକୁ, ରାଜ୍ୟର ମନ୍ତ୍ରୀଗଣ ଯାଉଛନ୍ତି, ସଭାପତି ଯାଉଛନ୍ତି, ଫୁଲଟା ନେଇକି ଯାଉକି ଏୟାରପୋର୍ଟରେ ପହଞ୍ଚୁଛନ୍ତି। ମନ୍ତ୍ରୀ ଆସିଲା ବେଳକୁ ନିର୍ଦ୍ଦିଷ୍ଟ ଗୋଟେ ଗୋଷ୍ଠୀ ଲୋକ ଯାଉଛନ୍ତି ନେଇକି ଆସିବା ପାଇଁ। ସିଷ୍ଟମଟି ଭାରତୀୟ ଜନତା ପାର୍ଟିରେ କାହିଁକି? ଏଇଟା ସମ୍ପୂର୍ଣ୍ଣ ମିଥ୍ୟା କଥା। କିଏ କହିଲା ଆପଣଙ୍କୁ ଗୋଟେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଲୋକ ଯାଉଛନ୍ତି? ଏଇଟା ସମ୍ପୂର୍ଣ୍ଣ ମିଥ୍ୟା କଥା। ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ସମସ୍ତେ ଯାଉଛନ୍ତି। କିଏ କହିଲା ଆପଣ କହୁଛନ୍ତି ଗୋଟେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଲୋକ ହିଁ ଯାଉଛନ୍ତି? ଏଇଟା ମିଛ କଥା। ଏଇଟା ଆଜ୍ଞା ସମ୍ପୂର୍ଣ୍ଣ ଭାବରେ ରିମୋଟ ତିଆରି କରାଯାଉଛି। ଦେଖନ୍ତୁ, ରିମୋଟ ତିଆରି କରାଯାଇଥାଇପାରେ, ଏରା ବିରୋଧୀ ଦଳଙ୍କର ସବୁ ଏସବୁ ଷଡ଼ଯନ୍ତ୍ର ହେଇଥାଇପାରେ, କିନ୍ତୁ ଏଇଟା ସତ୍ୟ କଥା ନୁହେଁ। ଏଇଟା ସମ୍ପୂର୍ଣ୍ଣ ଭାବରେ ମିଥ୍ୟା କଥା। ତାମାନେ ଯାହା ସବୁ ଭିଜୁଆଲରେ ଦେଖାଉ ସବୁ ମିଛ। ନାଇଁ, ମୁଁ ଭିଜୁଆଲରେ ଦେଖିବା କଥା କହୁନି। ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କର ଯେତେବେଳେ ଆବଶ୍ୟକତା ପଡ଼ିବ ମାନେ ସମସ୍ତେ ଯାଉଛନ୍ତି, ଯେତେବେଳେ ଆବଶ୍ୟକତା ନାହିଁ, ଯେତେବେଳେ ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ଯେତେବେଳେ ଯାହାର ଆବଶ୍ୟକତା ଅଛି ସେ ମନ୍ତ୍ରୀଙ୍କ ପାଖକୁ ଯାଉଛନ୍ତି। ମୋର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଆବଶ୍ୟକତା ଅଛି, ମୁଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବି। ଏବେ ଯେଉଁ ବର୍ତ୍ତମାନ ପାଇଁ ଯେଉଁ ଆଲୋଚନା ହେଉଛି, ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବେ, 2.5 ବର୍ଷ ପରେ ଆଉ ଜଣେ ମୁଖ୍ୟମନ୍ତ୍ରୀ ହେବେ, ଆଶା ଅଛି କି ଧର୍ମେନ୍ଦ୍ର ପ୍ରଧାନ ଆଉ ଥରେ ମୁଖ୍ୟମନ୍ତ୍ରୀ ହେବେ? କିଏ ମୁଖ୍ୟମନ୍ତ୍ରୀ ହେବେ ଏଇଟା ଆମ ଦଳ ନିଷ୍ପତ୍ତି କହିବ। ଆମ ଦଳ ନିଷ୍ପତ୍ତି କରିଛି ଏବେ ମୋହନ ମାଝୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ, ତ ତାଙ୍କୁ ଆଉ ମାନିବାକୁ ପଡ଼ିବ। କ'ଣ ହବ କ'ଣ ନାହିଁ ଆମେ ଭବିଷ୍ୟତ ଦେଖିନାଉ, କିନ୍ତୁ ଏଇନେ ଦଳ ଆମ ଆଲୋଚନା ହେଉଛି, ଭାରତୀୟ ଜନତା ପାର୍ଟିରେ ଅଧିକ ଆଲୋଚନା ହେଉଛି। ଶୁଣନ୍ତୁ, ଚର୍ଚ୍ଚା ଆଲୋଚନା ତ ରାଜନୀତିରେ ଚାଲି ରହିବ। ତାକୁ ଆମେ ଯଦି ନେଇକି ଆମେ ରାଜନୀତି କରିବା ତାହେଲେ ଆମେ ପଛେଇ ଯିବା। ସ୍ୱାଧୀନ ଗୋଟେ କଥା ରୋକଠୋକ କୁହନ୍ତୁ, ଯେତେବେଳେ ଆମର ସରକାର ନଥିଲା, ଆଜିର ଠିକ୍ ବୋଧେ ଗତ 2 ଦିନ ପୂର୍ବରୁ ଭୋଟ୍ ହେଇଥିଲା, ଆସନ୍ତାକାଲି ମଧ୍ୟ ଭୋଟ୍ ଗଣତି ହେଇଥିଲା, ଜୁନ୍ 4 ତାରିଖ। 2 ବର୍ଷ ପୁରା ବରାବର ହେଇଯାଉଛି। ଏହାର ଭିତରେ ସରକାର ଠିକ୍ଠାକ୍ ଚାଲିଛି? ହଁ, ସବୁ ଠିକ୍ଠାକ୍ ଚାଲିଛି। କେତେ ହତ୍ୟା ହେଉଛି, ପୋଲିସ ହାର୍ଡ ଡିଗ୍ରୀ କରୁଛି, ଜିନ୍ଦା ହାର୍ଡରେ ପିଟି ପିଟିକି ମାରୁଛନ୍ତି, କଙ୍କାଳ ଆସିକି ପଇସା ମାଗୁଛି, କେମିତି ଠିକ୍ ଚାଲିଛି ଆପଣ ସରକାର? ଶୁଣନ୍ତୁ, ଦେଖନ୍ତୁ, ଆମର ଆପଣ ଯେଉଁ କଥାଟି କହିଲେ, ପ୍ରଥମ କଥା ଯେ ଧର୍ଷଣ ହେଉଛି, ମର୍ଡର ହେଉଛି, ତାଙ୍କୁ ଆଗରୁ ନ୍ୟୁଜ୍କୁ ଚାପି ଦିଆଯାଉଥିଲା। କିଛି ମୁଷ୍ଟିମୟ ଲୋକମାନେ ରହି ବିଜୁ ଜନତା ଦଳ ଏତେ କ୍ଷମତାଶୀଳ ଥିଲା, ସବୁ ନ୍ୟୁଜ୍ ଚ୍ୟାନେଲ ତା ପାଖରେ କଣ୍ଟ୍ରୋଲରେ ଥିଲେ, ସେମାନେ ତାକୁ ଚାପି ଦେଉଥିଲେ। ପ୍ରାୟ ନ୍ୟୁଜ୍ ଚ୍ୟାନେଲ, ସବୁ ନ୍ୟୁଜ୍ ଚ୍ୟାନେଲ ତ ମୁଁ କହିପାରିବିନି, ପ୍ରାୟ ନ୍ୟୁଜ୍ ଚ୍ୟାନେଲକୁ ସେମାନେ ଚାପି ଦେଉଥିଲେ, ଯେତେବେଳେ ଆପଣଙ୍କର ଖବର ପ୍ରକାଶିତ ହେଇପାରେନି। କିନ୍ତୁ ଆଜି ଖବର ପ୍ରକାଶିତ ହେଉଛି। ଇଏ ତ ହେଉଛି ଗଣତନ୍ତ୍ର, ଇଏ ହେଉଛି ଆଜ୍ଞା ଗଣତନ୍ତ୍ର। ଆପଣ ଦେଖନ୍ତୁ, ଇଏ ହେଉଛି ପ୍ରକୃତ ଗଣତନ୍ତ୍ର, ଯେଉଁଥିରେ ସମସ୍ତଙ୍କର ଖବର ପ୍ରକାଶିତ ହେଇପାରୁଛି। ସେତେବେଳେ ଆପଣମାନଙ୍କୁ କ୍ଷମତାକୁ ସଙ୍କୋଚିତ କରିଦିଆଯାଇଥିଲା, ଆପଣଙ୍କୁ ଦୌଡ଼ି ପକେଇକି ଆଗୁଆ ବିଧାନସଭା ବାହାରେ ରଖାଯାଉଥିଲା। ଆପଣଙ୍କୁ ତ ଜେଲ୍ ବି ପଠାଯାଇଥିଲା। ତାହେଲେ ବର୍ତ୍ତମାନ ସରକାର ଠିକ୍ଠାକ୍ ଚାଲିଛି, ସବୁ ଠିକ୍ଠାକ୍ ଚାଲିଛି। ବର୍ତ୍ତମାନ ପାଇଁ ଆପଣ ବହୁତ ସୁନ୍ଦର ସରକାରକୁ ବଞ୍ଚାଇବା ପାଇଁ ଏବଂ ଆପଣ କେନ୍ଦ୍ରମନ୍ତ୍ରୀଙ୍କର ପ୍ରତ୍ୟେକ ପ୍ରଶ୍ନକୁ ବଢ଼ିଆ ସେ ଉତ୍ତର ଦେଇକି ବାଲାନ୍ସ କରିଦେଲେ। ଏତେ ସୁନ୍ଦର ସମ୍ପର୍କ କେନ୍ଦ୍ରମନ୍ତ୍ରୀଙ୍କ ସହିତ, ଯେତେବେଳେ ଯୁବ ନେତୃତ୍ୱକୁ ଗୁରୁତ୍ୱ ଦିଆଯାଉଛି, ଆଗାମୀ ତାଳଚେରରେ ମଧ୍ୟ ଦେଖିଲୁଣି ଯେଉଁମାନେ ନିର୍ବାଚନରେ ବାରମ୍ବାର ପରାଜିତ ହେଉଛନ୍ତି, ସେମାନଙ୍କୁ କାଟିକି ସ୍ୱାଧୀନ ଥମ୍ବକୁ ଦାୟିତ୍ୱ ମିଳିବ କି ନିର୍ବାଚନ ଲଢ଼ିବାକୁ? ଦେଖନ୍ତୁ, କାହାକୁ ଦଳ ଦାୟିତ୍ୱ ଦେବ, କାହାକୁ କେତେବେଳେ କେଉଁ ଜାଗାରେ ନେଇକି ପହଞ୍ଚେଇବ, ଏଇଟା ହେଉଛି ଆମ ଦଳର ଆଭ୍ୟନ୍ତରୀଣ କଥା। ଆମ ଦଳ ଏହା ନିଷ୍ପତ୍ତି କରିବ। ଦେଖନ୍ତୁ, ଇଚ୍ଛା ଅଛି କ'ଣ, ଆମ ଦଳ ଯାହା ନିଷ୍ପତ୍ତି ନେବ, ଆମ ଦଳ ଯାହା ନିଷ୍ପତ୍ତି ନେବ, ସ୍ୱାଧୀନଙ୍କର ଇଚ୍ଛା କେମିତି ଅଛି? ସ୍ୱାଧୀନର ଇଚ୍ଛା ଦଳ ପାଇଁ କାମ କରିବ। ଆଜି ବି ସ୍ୱାଧୀନ ଥମ୍ବ ପୋଷ୍ଟର ମାରିବା କାମ କରୁଛି, ଆଜି ବି କାନ୍ଥରେ ତୁଳି ଧରି ରଙ୍ଗ ମାରିବା କାମ କରୁଛି। କାହିଁକିନା ବର୍ତ୍ତମାନ ଜେନ୍ ଜି ଜମାନାରେ ସ୍ୱାଧୀନଙ୍କ ଭଳି ଯୁବପିଢ଼ିମାନେ
ସାମ୍ନାକୁ ଆସୁଛନ୍ତି ଯାହାକି ରାଷ୍ଟ୍ରୀୟ ସ୍ତରରୁ ମଧ୍ୟ ଦେଖିବାକୁ ମିଳୁଛି ସେଇଥିପାଇଁ ମୋର ପ୍ରଶ୍ନ ଥିଲା। ଦେଖନ୍ତୁ ଆପଣ ମୋତେ କୁହନ୍ତୁ ଜେନଜି ସବୁଆଡ଼େ ଜେନଜି ଆଲୋଚନା ହେଉଛି ମୋତେ କୁହନ୍ତୁ ଓଡ଼ିଶାରେ ପରିବର୍ତ୍ତନ କିଏ କରିଛନ୍ତି? ଜେନଜି କରିଛନ୍ତି। କରୁଛନ୍ତି। ବଙ୍ଗାଳରେ ପରିବର୍ତ୍ତନ କିଏ କରିଛନ୍ତି? ଜେନଜି କରିଛନ୍ତି। ଆସାମରେ ପରିବର୍ତ୍ତନ କିଏ କରିଛନ୍ତି? ଜେନଜି କରିଛନ୍ତି। ତ ଯୋଉଠି ଆପଣ କହୁଛନ୍ତି ଯେ ଆଜି କିଛି ଲୋକ ଆପଣମାନେ ବି ପଚାରିବେ ଯେ ଜେନଜିଙ୍କର ମାହୋଲରେ ବିରୋଧ ଭାଷା ବିଜେପି ପ୍ରତି ବେଶୀ ଆସୁଛି। ଜେନଜି ହିଁ ପରିବର୍ତ୍ତନ କରିକି ବିଜେପିକୁ ଆଣିଛନ୍ତି। ତାହେଲେ ବର୍ତ୍ତମାନ ପାଇଁ ଆସନ୍ତା 6 ତାରିଖରେ କକରୋଜ ପାର୍ଟିର ଯିଏ ପ୍ରତିଷ୍ଠାତା ଆସୁଛନ୍ତି ଭାରତକୁ, ଶୁଣନ୍ତୁ, କହିବେ ତାଙ୍କୁ ନେଇକି? ଗଣତନ୍ତ୍ରରେ ପ୍ରଶ୍ନ ପଚାରିବାର ସମସ୍ତଙ୍କର ଅଧିକାର ଅଛି, କିନ୍ତୁ ଦେଶରେ ରହି ଦେଶର ଯୁବକ ହେଇ ପଚାରିବାର ପ୍ରଶ୍ନ ଅଛି। କିନ୍ତୁ ଆମେରିକାରେ ରହି ମୋ ନେତାକୁ, ମୋ ଭାରତବର୍ଷର ପ୍ରତ୍ୟେକ ନେତାମାନଙ୍କୁ, ଦଳମାନଙ୍କୁ ପ୍ରଶ୍ନ ପଚାରିବାର କାହାର ଅଧିକାର ନାହିଁ। ଏଠି ରହିଲେ ଆପଣ ତାଙ୍କୁ ବାନ୍ଧିକି ପଠେଇଦେବେ, ତାଙ୍କ ନାଁ ମିଥ୍ୟା କେସ୍ କରିବେ, ଇଡି ଆପଣଙ୍କର, କିଏ କହିଲା? CBI ଆପଣଙ୍କର। କିଏ କହିଲା ଆଜ୍ଞା ଇଡି ଆମର, ସିବିଆଇ ଆମର? ଇଡିଆଇ ତ ସ୍ୱତନ୍ତ୍ର ଭାବରେ କାମ କରୁଛି। କେମିତି କାମ କଲା? ଆପଣ କେଜରିୱାଲକୁ ବାନ୍ଧିକି ପୁରେଇ ଦେଲେ, ବିନା ପ୍ରମାଣ ନାହିଁ, ସେ ନିଜସ୍ୱ ଜେଲରୁ ବାହାରିଲେ। ନା ଆଜ୍ଞା, କିଏ କହିଲା ଆପଣ କେଜରିୱାଲକୁ ଯାହା ନିଷ୍ପତ୍ତି ନବ, ତା କୋର୍ଟ ନିଷ୍ପତ୍ତି ନବ, ତା କୋର୍ଟ ବିଚାରଧୀନ ଅଛି, ନିଷ୍ପତ୍ତି ନବ। ଏତେ ଯୋଉ ଜେଏନଜି ମାନେ କକରୋଜ ଜନତା ପାର୍ଟିକି ସମର୍ଥନ କଲେ, ଏହା ଦ୍ୱାରା ବିଜେପି ଡରି ଯାଇନି ତ ଟିକେ? ଶୁଣନ୍ତୁ, ସୋସିଆଲ ମିଡ଼ିଆରେ ବିରୋଧ କରିବା ଏବଂ ସାମ୍ନାରେ ଆସି ସାମ୍ନା କରିବା ଦୁଇଟା ହେଉଛି ଅଲଗା କଥା। ଯେଉଁମାନେ ଦେଶରେ ରହି ବିରୋଧ କରିବେ ଆମେ ତାଙ୍କୁ ସ୍ୱାଗତ କରୁଛୁ। ବିରୋଧ ଭାଷା କିଛି ଖରାପ ଜିନିଷ ନୁହେଁ। ଯେତେବେଳେ ବିରୋଧୀ ନଥିବ ସେତେବେଳେ କାମ ଚାଲେନି। ବିରୋଧୀଙ୍କ ଭୂମିକା ନିହାତି ଗୁରୁତ୍ୱପୂର୍ଣ୍ଣ ଥାଏ, କିନ୍ତୁ ଦେଶ ବାହାରେ ରହିକି ବିରୋଧ କରିବା ଏହା ଏକ ଯୁକ୍ତିଯୁକ୍ତ କଥା ନୁହେଁ। ଆକାଉଣ୍ଟ ଆପଣ ବନ୍ଦ କରିଦେବେ ଯଦି ଆପଣ ଭୟ କରୁନାହାନ୍ତି, ଦଳ ଆପଣଙ୍କ ଭୟ କରୁନି, ତାଙ୍କ ଆକାଉଣ୍ଟଟା କାହିଁ କିଏ ବନ୍ଦ ବନ୍ଦ କଲେ? କଲା ଆକାଉଣ୍ଟକୁ? ଆମେ ବନ୍ଦ ମେଟା ବନ୍ଦ କଲା। ମେଟା ବନ୍ଦ ବିନା ସରକାରଙ୍କ ରିପୋର୍ଟ ମେଟା ବନ୍ଦ କରିବନି। ନା ମେଟାକୁ ଲାଗିଥିବ ଇଏ ଯୁକ୍ତି। ମେଟାରେ ଆଜ୍ଞା ଫ୍ୟୁଚର ଅଛି। ଆପଣ ଜାଣିବା ଦରକାର। ମୁଁ ଯଦି କିଛି ଭୁଲ ପୋଷ୍ଟ କଲି, ମୁଁ ଯଦି କିଛି ରଙ୍ଗ ପୋଷ୍ଟ କଲି, ମେଟା ଅଟୋମେଟିକ ଆମର ଆକାଉଣ୍ଟକୁ ବି ବନ୍ଦ କରିଦେଉଛି। ଆପଣ ଜାଣିଛନ୍ତି ଆଜିକାଲି ଏଆଇ ଟେକ୍ନୋଲୋଜି ମେଟା ସହିତ କନେକ୍ଟିଂ ହେଲାନି। ଆପଣ କୌଣସି ଅଶ୍ଳୀଳ ଭାଷା କଲେ ବି ସେଟା ଉଡ଼ି ଯାଉଛି, ଅଟୋମେଟିକଲି ଡିଲିଟ୍ ହେଇଯାଉଛି। ତ ମେଟା ହିଁ ତାଙ୍କୁ କରିଥିବ, ଆମେ କ'ଣ ପାଇଁ କରିବୁ? ଆମର କିଛି ଉଦ୍ଦେଶ୍ୟ ନାହିଁ ତାଙ୍କୁ କରିବାର ଜେନଜି ସହିତ। ହେଲେ ଓଡ଼ିଶାରେ ବର୍ତ୍ତମାନ ପାଇଁ ଆପଣଙ୍କ ଶେଷ ପ୍ରଶ୍ନ ରହିବ, ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସରକାରକୁ ନେଇକି କେତେ ଲୋକ ଖୁସି ଥିବେ ଆପଣ ଭାବୁଛନ୍ତି? ଓଡ଼ିଶାର ଭାରତୀୟ ଜନତା ପାର୍ଟି 2029 ମସିହାରେ ବି ଆସିବ ଏବଂ ଆହୁରି 15 ବର୍ଷ ଶାସନ କରିବ। ପୁରା ସିଓର? 100% ସିଓର। ତାର ସ୍ୱାଧୀନ ମଧ୍ୟ ନୂଆ କରି ବିଧାନସଭାକୁ ଯିବେ? ମୁଁ ବିଧାନସଭା ଲିମିଟେସନ ହବ, ନୂଆ ସିଟ୍ ବଢିବ। ମୁଁ ବିଧାନସଭା ଯିବି ନ ଯିବି ଏଟା ହେଉଛି ମୋ ଦଳର ଆଭ୍ୟନ୍ତର କଥା, କିମ୍ବା ମୁଁ ଯାଇକି ପୋଷ୍ଟର ଆଉ ଥରେ ମାରିବି ଏଟା ହେଉଛି ମୋ ଦଳର ଆଭ୍ୟନ୍ତର କଥା ଏବଂ ମୋ ଦଳ ନିଷ୍ପତ୍ତି ନେବ ଉଚିତ ସମୟରେ ଉଚିତ ଜବାବ ଦେବ। ଦର୍ଶକ ବନ୍ଧୁ, ଆପଣ ଶୁଣୁଥିଲେ ଏବଂ ଦେଖୁଥିଲେ ସ୍ୱାଧୀନ ଥମ୍ବ ଥିଲେ ଯୁବ କାଉନସିଲର, ବିଜେପିର ଯୁବ ମୋର୍ଚ୍ଚାର ମଧ୍ୟ ନେତା। ତାଙ୍କର ଅନେକ ପ୍ରଶ୍ନ ମଧ୍ୟ ଯେତିକି ମୁଁ ପ୍ରଶ୍ନ ତାଙ୍କୁ କରିଛି ଉତ୍ତର ମଧ୍ୟ ବଢ଼ିଆ ଜବାବ ଦେଉଛନ୍ତି। କାହିଁକିନା ଭାରତୀୟ ଜନତା ପାର୍ଟିରେ ଯୁବକମାନଙ୍କର ଗୋଟେ ଭଲ ଗୁଣ ରହିଛି, ସରକାରଙ୍କୁ ଯେତେ ମାତ୍ରାରେ ବଞ୍ଚେଇ ପାରିବେ, ସାମ୍ନା କରିବେ, ଲୋକଙ୍କ ପାଖରେ ସରକାରଙ୍କର ବିଭିନ୍ନ ଯୋଜନାର ଗୁଣଗାନ କରିକି ଲୋକମାନଙ୍କ ପାଖକୁ ପହଞ୍ଚିବେ। ହୁଏତ ମାତ୍ର 2 ବର୍ଷର ସରକାର ବର୍ତ୍ତମାନ ପାଇଁ ହେଇଛି, ଆହୁରି 3 ବର୍ଷ ବାକି ଅଛି। ସରକାରରେ ଯେଉଁ ବିଫଳତା ଗୁଡ଼ିକ ରହିଛି ତାକୁ ମଧ୍ୟ ସାମ୍ନାକୁ ଆଣିବା ଦାୟିତ୍ୱ ମଧ୍ୟ ଏମାନଙ୍କର ରହିଛି। ଆମେ ମଧ୍ୟ ଚାହିଁବୁ ଯୁବ ନେତୃତ୍ୱ ଆଗକୁ ଆସିଲେ ନିଶ୍ଚୟ ଗୋଟେ ରାଜ୍ୟ ମଧ୍ୟ ଆଗକୁ ଯିବ, ସ୍ୱାଧୀନକୁ ମଧ୍ୟ ଗୁରୁ ଦାୟିତ୍ୱ ମିଳିବ। ଯେଉଁଥିପାଇଁ ଆଜିର ଏ ପଡ଼କାଷ୍ଟରେ ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସହିତ ଫୋକସ୍ ପ୍ଲସ୍ରେ ତାଙ୍କୁ ସ୍ଥାନିତ କରିଥିଲୁ। ରହିଲି, ନମସ୍କାର।